ମୁଁ ପଚାରୁଛି ତୁ କିଏ? ମୁଁ ଆଶୁତୋଷ ସାମନ୍ତରାୟ। ଓ ତୁ ତାହେଲେ ସେ ଆଶୁତୋଷ ସାମନ୍ତରାୟ। ହଁ ମୁଁ ଆଦିତ୍ୟ ଡାକିଦେବି ହେଲେ ତା ଆଗରୁ ଆପଣ ସାପକୁ ନେଇ ବାହାରେ ଛାଡ଼ି ଆସିଲେ। କଣ ହେଲା? ସାପକୁ ନେଇକି ବାହାରେ ଛାଡ଼ି ଦେଇ ଆସିବି? ମୋ ନାଁ ହଉଛି ଶିବ ଶଙ୍କର। ଦେବଦେବ ମହାଦେବ କୈଳାସପତି ଶିବଙ୍କର ଯେମିତି ସାପ ପ୍ରିୟ ମୋର ବି ସେମିତି ସାପ ମତେ କଣ କହିଲୁ? ଡାକି ପାରିବୁନି? କାହାକୁ କଣ କହୁଛୁ ଜାଣିପାରୁଛୁ ତ? ଏତେ ବଡ ବାଡ଼ି କଣ? ପ୍ରଥମରୁ ମୁଁ ତ ଆଜ୍ଞା ଆପଣ ସମାଧାନ କରୁଛି ହେଲେ ମତେ ଏମିତି ବେଖାତି କରିବା ମାନେ ମୋ ଘରେ ଠିଆଇ ମତେ ପୁଣି ନା ଦେଖି ତୁମ ଭଉଣୀ ଅନୁଷ୍ଠାକୁ ଭଲ ପାଉଛୁ ନା? ଶାଢୀ କୁଆଡେ ମୁଁ ବୋଲିକି ପଳଉଛୁ ଏବେ ଏଇ ମୁହୂର୍ତ୍ତରେ ତ ଭାଇ ସାମ୍ନାରେ ସବୁ ସତ କଥା କହିଲି। ଏବେ କହିବ କଣ? ଅନେକ ଦିନ ଆଗରୁ ଆଦିତ୍ୟ ମତେ କହିସାରିଛି ଅନୁଷ୍କା ବୋଲି ଗୋଟେ ଝିଅକୁ ସେ ଭଲ ପାଉଛି। ଭଉଣୀକି ଆପଣଙ୍କ ଭାଇ ଆଜି ପର୍ଯ୍ୟନ୍ତ ବିବାହ କରିନାହାନ୍ତି କାହିଁକି? ସବୁ ଭଲ ପାଇବା ମାନେ କଣ ବାହାଘର? ସବୁ ପ୍ରେମର ଶେଷ ଠିକଣା କଣ ସିନ୍ଦୁର? ମୋ ଭଉଣୀ ସହିତ ଯଦି ବିଶ୍ୱାସଘାତକତା କରିବା ପାଇଁ ଚେଷ୍ଟା କର ମୋ ଗୌରୀକି ଲଗେଇ ତମ ବଂଶରେ ବାଦ କରିଦେବି। ସାହସଟା ମତେ ମୋ ଗୌରୀ ଦେଇଛି ଖାଲି ଖାଲି ଯିବା ପାଇଁ ଆସିନି। ମୁଁ ଭଉଣୀକି ସାଙ୍ଗରେ ନେଇକି ଆସିଛି ମାନେ ଆଜି ତା ସହିତ ତ ବାହାଘର ହବ। ଜବରଦସ୍ତି ଆଦିତ୍ୟ ଅନୁଷ୍କାକୁ ଭଲ ପାଉଛି ସତ ତା ମାନେ କଣ ଆଜି ବାହାଘର ହବ? ଠିକ ଅଛି ଯଦି ଆଜି ବାହାଘର ନହେଲା ମୁଁ ମୋ ଭଉଣୀକି ସାଙ୍ଗରେ ନେଇକି ଆସିଛି ମାନେ ତାର ଆଉ କୋଉଠି ବାହାଘର କରିବି ଏଠୁ ଯିବି। ଇଏ ତମ ଭଉଣୀକି ତମେ ଯଦି ବଜାର ପଚା କରିବା ଭାବୁଥିବ ତାହେଲେ ସେଇଆ କରିବ। ଆଉ ଯଦି ତମ ଭଉଣୀକୁ ତମେ ଭଉଣୀ ବୋଲି ଭାବୁଥାଅ ତାହେଲେ ଏବେ ତାକୁ ସାଙ୍ଗରେ ନେଇ ଘରକୁ ଯିବ। ତମ ଭଉଣୀକି ଯେ ହବ ବାଜା ବଜେଇ ରୋଷଣୀ କରି ତମ ଅଗଣାରେ ଯାଇ ପହଞ୍ଚିବ। ଏମିତି କରିବ ସେ ତମ ଭଉଣୀକି ବାହାଇ ସେ ତା ଘରକୁ ନେଇ ଆସିବ। ମୁଁ ତୋର ଏତେ କଥା ଶୁଣିବାକୁ ଚାହୁଁନି ମତେ କେବଳ ପଦେ କଥା କହିବୁ। ମୋ ଭଉଣୀକି ତମ ଘରର ବୋହୂର ସ୍ୱୀକୃତି ଦବ କି ନାହିଁ? ତମ ଭଉଣୀର ବିଚାର ମୁଁ କରିବିନି। ଆଉ କିଏ କରିବ? ବିଚାର କରିବ ମୋ ଭଉଣୀ। ମୁଁ ମୋ ଭଉଣୀକୁ ପଠେଇ ଦଉଛି। ମୋ ଭଉଣୀର ନିଷ୍ପତ୍ତି ହବ ଆମ ପରିବାର ପାଇଁ ଶେଷ ନିଷ୍ପତ୍ତି। ଆମର ଗୋଟେ ଭଉଣୀ ଅଛି ବୋଲି ମୋ ଭଉଣୀ ମତେ କହିନଥିଲା। ତମ ଭଉଣୀ କଣ ମୋ ଭଉଣୀର ବିଚାର କରିବ? ତମ ଭଉଣୀ କଣ ହାଇକୋର୍ଟର ବିଚାରପତି? ହାଇକୋର୍ଟର ବିଚାରପତି ନୁହଁ ସୁପ୍ରିମ କୋର୍ଟର ବିଚାରପତି। ଭଉଣୀ ଆସିବ ତା ନିଷ୍ପତ୍ତି ହବ ଏ ଘର ପାଇଁ ଶେଷ ନିଷ୍ପତ୍ତି। ତୁ ତ ଏମାନଙ୍କର ଭଉଣୀ ନୁହଁ? ଆମେ ତ ଦେଢଶହ ନୁହଁ ମୁଣ୍ଡରେ କାହିଁକି ଅରଣା ଦେଇକି ଠିଆ ହେଇଛୁ? ଅଚିହ୍ନା ଲୋକମାନଙ୍କୁ ଅରଣା ଦବା ଓଡ଼ିଆଣୀ ମାନଙ୍କର ପରମ୍ପରା। ତୁ ଭଏସ ମତେ ଚିହ୍ନା ଚିହ୍ନା ଲାଗୁଛି କିଏ ତୁ? ଆପଣଙ୍କ ପାଇଁ ଅଚିହ୍ନା ଯେତେବେଳେ ମୋ ଭଏସ ଆପଣଙ୍କ ଚିହ୍ନା ଚିହ୍ନା ଲାଗିଲା କେମିତି? ମୋର କହୁଛି ମୁଣ୍ଡର ଅରଣା ଖୋଲ ମୁଁ ଦେଖିବି ତୁ। ସେଇଟା ମୋ ଇଚ୍ଛା। ଆଚ୍ଛା ତୁ ତାହେଲେ ମୁଣ୍ଡର ଅରଣା ଖୋଲିବୁ। ଠିକ ଅଛି ଆସନ୍ତୁ ପୁରା ଘର ପାଇଁ ସୁପ୍ରିମ କୋର୍ଟର ବିଚାରପତି ମୋ ଭଉଣୀ ଆଉ ତ ଭାଇର ବାହାଘର ନେଇ ନିଷ୍ପତ୍ତି ନେବୁ। ନିଷ୍ପତ୍ତି ତ ନେବି ନିଶ୍ଚୟ କିନ୍ତୁ ମୋ ଭାଇ ବିଷୟରେ ଶୁଣନ୍ତୁ। ମୋ ଭାଇଙ୍କର ଆଗରୁ ଗୋଟାଏ ସ୍ତ୍ରୀ ଅଛି। ଆପଣଙ୍କ ଭଉଣୀ ତାଙ୍କର ଦ୍ୱିତୀୟ ସ୍ତ୍ରୀ ହେଇପାରିବେ ତ? ଆଗକୁ କଣ କହୁଛୁ ଜାଣିପାରୁଛୁ ତ? ମୋ ଭଉଣୀ ମୋ ଭାଇର ଦ୍ୱିତୀୟ ସ୍ତ୍ରୀ ହେବେନି ସେଟା ନୁହେଁ।